हम्म, हरे कृष्ण प्रभु जी। प्रभु जी। टिके टिके उठे। हरे कृष्णा। गिरि गोवर्धन की जय। हरे ये हଉଛି पुलस्य ऋषिଙ୍କ କଥା। ଥରେ ଜଣେ ଋଷି ଥିଲେ, ତାଙ୍କ ନାଁ ହଉଛି ପୁଲସ୍ୟ। ସେତେବେଳେ ଗିରି ଗୋବର୍ଦ୍ଧନ ଏକ ଦ୍ୱୀପ ଅଛି, ସାମୂଳ ଦ୍ୱୀପ କୁହାଯାଏ। ସେ ସାମୂଳ ଦ୍ୱୀପରେ ହିଁ ଗୋବର୍ଦ୍ଧନ ଥିଲେ। ଥରେ ପୁଲସ୍ୟ ଋଷି ସାମୂଳ ଦ୍ୱୀପରେ ବୁଲୁଛନ୍ତି, ଗିରି ଗୋବର୍ଦ୍ଧନଙ୍କର ଏ ଯୋଉ ସୁନ୍ଦର ରୂପକୁ ଦର୍ଶନ କଲେ। ଏମିତି ଗିରିଧର ଗ୍ରୀନ, ପୁରା ଗ୍ରୀନ ଏବଂ ସୁନ୍ଦର ଝରଣା, ଗୁମ୍ଫା, ପତ୍ର, ଫଳ, ପୁଷ୍ପରେ ସୁସଜ୍ଜିତ ଏ ସୁନ୍ଦର ରୂପ ଦେଖିକି ପୁଲସ୍ୟ ଋଷି କଣ ହେଲେ ନା ମୁଗ୍ଧ ହେଇଗଲେ। ଏବଂ ମନେ ମନେ ବିଚାର କଲେ, ମୁଁ ଯୋଉ କାଶୀରେ ବିରାଜମାନ କରୁଛି, କାଶୀରେ ଋଷିମାନେ କଣ କରୁଛନ୍ତି ନା ତପସ୍ୟା କରୁଛନ୍ତି। ଏବଂ ତପସ୍ୟା କରିବା ପାଇଁ, ତପସ୍ୟା କରିବା ସୁନ୍ଦର ବାତାବରଣ ନାହିଁ। ଯଦି ମୁଁ ଗୋବର୍ଦ୍ଧନକୁ କାଶୀ ନେଇଯିବି, ତାହେଲେ କଣ ହବ ନା ଏ ଯୋଉ ମୁନି ଋଷି ମାନେ ସୁନ୍ଦର ଭାବେ ତପସ୍ୟା କରିପାରିବେ। ଏଇ ଚିନ୍ତା କରି ପୁଲସ୍ୟ ଋଷି କଣ କରୁଛନ୍ତି, ଗୋବର୍ଦ୍ଧନକୁ ନେବାର ପ୍ଲାନ କରୁଛନ୍ତି। ଏବଂ ଗୋବର୍ଦ୍ଧନଙ୍କ ପିତାଙ୍କ ନାମ ହଉଛି କଣ ଦ୍ରୋଣ। ତାକୁ ବି କରୁଛନ୍ତି, ଆପଣ ଆପଣ ପୁତ୍ରକୁ ମତେ ଦାନ ଦିଅନ୍ତୁ। ଏବଂ ପୁଲସ୍ୟ ଋଷି ଏତେ ରାଗିଥିଲେ, ଗୋବର୍ଦ୍ଧନଙ୍କର ପିତା ମଧ୍ୟ ମନା କରିପାରିଲେ ନାହିଁ, କିନ୍ତୁ ବହୁତ ଦୁଃଖିତ ହେଲେ। ଜଣେ ପିତା କଣ ତାର ପୁତ୍ରକୁ ପରିତ୍ୟାଗ କରିପାରେ? ବହୁତ ଦୁଃଖିତ ହେଲେ। ଏବଂ ପିତା ପୁତ୍ରଙ୍କ ମଧ୍ୟରେ ଦୁଃଖର ବାତାବରଣ ସୃଷ୍ଟି ହେଲା। ଏଥିରେ ଗୋବର୍ଦ୍ଧନ ବି ମର୍ମାହିତ ହେଲେ, ପିତା ଦ୍ରୋଣ ମଧ୍ୟ ମର୍ମାହିତ ହେଲେ। ଏହି ପରିସ୍ଥିତି ଯେତେବେଳେ ଗୋବର୍ଦ୍ଧନକୁ ନବା ପାଇଁ ପୁଲସ୍ୟ ଋଷି ଉପସ୍ଥିତ ହଉଛନ୍ତି, ଗୋବର୍ଦ୍ଧନ କିଛି କଣ୍ଡିସନ, ସର୍ତ୍ତ ରଖୁଛନ୍ତି। କଣ ସର୍ତ୍ତ? ନା ମୁଁ ତମ ସହିତ ଯିବି, କିନ୍ତୁ ଯୋଉଠି ମତେ ଆପଣ ରଖିବେ ମୁଁ ସେଇଠି ରହିଯିବି। ମୁଁ ଆଉ ମୁଁ ଆଉ କଣ ଘୁଞ୍ଚିବି ନାହିଁ, ସେଇଠି ରହିଯିବି। ଏବଂ ଏଇ ସର୍ତ୍ତରେ, ଗୋବର୍ଦ୍ଧନଙ୍କର ସର୍ତ୍ତରେ ପୁଲସ୍ୟ ଋଷି କଣ ହେଲେ? ରାଜି ହେଲେ। ଏବଂ ପୁଲସ୍ୟ ଋଷି ଗୋବର୍ଦ୍ଧନଙ୍କୁ ଧରିକି ଆସିଲେ କୁଆଡେ? କାଶୀ, ବନାରସ କାଶୀ। ବନାରସ କାଶୀ ଆସୁଛନ୍ତି, ଯେତେବେଳେ ଏଇ ବ୍ରଜଭୂମି ପଡିଲା, ଗୋବର୍ଦ୍ଧନଙ୍କର ପୂର୍ବ ଜନ୍ମ କଥା ସ୍ମରଣ ହେଲା, ସ୍ଫୁରିତ ହେଲା। ଆରେ ଏଠି ତ ମୋର ଭଗବାନ କୃଷ୍ଣ ଆସିବେ, ଏଠି ମୋ ସହିତ ଲୀଳା ମୋର ମୋର ଲୀଳା ସମ୍ପାଦନ କରିବେ, ମୋର ଗୁମ୍ଫାରେ ଲୀଳା କରିବେ, ମୋର ଝରଣା ଜଳପାନ କରିବେ, ଗୋଚାରଣ କରିବେ, ମୋର ପତ୍ର ଫଳ ପୁଷ୍ପ ଆଦି କନ୍ଧମୂଳକ ଆସ୍ୱାଦନ କରିବେ। ଏଠି କୃଷ୍ଣ ତ ଏଠି ମୋର ବହୁତ ଲୀଳା ସମ୍ପାଦନ କରିବେ। ମୁଁ କଣ କାଶୀ କଣ ଯିବି? ଇଏ କଥା ସ୍ମୃତ ହବାରୁ ଗୋବର୍ଦ୍ଧନ କଣ କଲେ ନା ସାଙ୍ଗେ ସାଙ୍ଗେ ନିଜର ଓଜନ ବଢେଇବାକୁ ଲାଗିଲେ, ନିଜର ଓଜନ ବଢେଇବାକୁ ଲାଗିଲେ। ପୁଲସ୍ୟ ଋଷି ଆଉ ଟେକି ପାରିଲେନି ଗୋବର୍ଦ୍ଧନକୁ, ଏବଂ ଅକ୍ଳାନ୍ତ ହୋଇ ପଡ଼ିଲେ, ଶୋଷ ଲାଗିଲା। ତେଣୁ ବାଧ୍ୟ ହୋଇ ଏଇ ବ୍ରଜଭୂମିରେ ଗୋବର୍ଦ୍ଧନକୁ ରଖି କଣ କଲେ ନା ଜଳପାନ କଲେ ଓ ସ୍ନାନ କଲେ। ସ୍ନାନ କରି ଫ୍ରେଶ ହେଇକି ଆସିକି ପୁଣି ତ ଗୋବର୍ଦ୍ଧନକୁ ଦୌଡୁଛନ୍ତି ନେବା ପାଇଁ। ସେତେବେଳେ ଗୋବର୍ଦ୍ଧନ କହୁଛନ୍ତି, ଆପଣ କଣ ନିଜର ସର୍ତ୍ତକୁ ଭୁଲିଗଲେ କି? ମୁଁ ଆପଣଙ୍କୁ କହିଥିଲି, ମତେ ଯୋଉଠି ଆପଣ ରଖିବେ ମୁଁ ସେଇଠି ରହିଯିବି, ମୁଁ ଆଉ ଯିବି ନାହିଁ। ତେଣୁ ବର୍ତ୍ତମାନ ମତେ ଆପଣ ଏଇ ବ୍ରଜଭୂମି ରଖିଛନ୍ତି, ତେଣୁ ବ୍ରଜଭୂମି ରହିବି, ମୁଁ ଆଉ ଯିବି ନାହିଁ। ଇଏ ବଚନରେ ପୁଲସ୍ୟ ଋଷି ତ ପୁରା କ୍ରୋଧିତ ଥିଲେ। ତାଙ୍କର କ୍ରୋଧ ଆହୁରି ବଢିଗଲା। ବଢି କଣ କଲେ ନା ଗୋବର୍ଦ୍ଧନକୁ ଅଭିଶାପ ଦେଇଦେଲେ। ହେ ଗୋବର୍ଦ୍ଧନ, ତୁମେ ଆଜିଠାରୁ, ମୁଁ ତୁମକୁ ଅଭିଶାପ ଦଉଛି, ତୁମେ ଆଜିଠାରୁ ଏକ ସୋରିଷ ସୋରିଷ ଦାନା ସଦୃଶ୍ୟ ତୁମେ କଣ ହବ ନା ଭୂମିରେ ଦବି ଦବି ଯିବ। ଏକ ସୋରିଷ ଦାନା ସଦୃଶ୍ୟ ତମ ଭୂମିରେ ଦବି ଦବି ଯିବ। এই ପୁଲସ୍ୟ ଋଷିଙ୍କର ଅଭିଶାପ ଦ୍ୱାରା ଆଜି ବି ଗୋବର୍ଦ୍ଧନ ଦେଖନ୍ତୁ
ଏକ ସୋରିଷ ମାତ୍ର ଗୁଡ଼ି ଦବି ଦବି ଯାଇ ପୁରା ଛୋଟ ହେଇଗଲେଣି, ପୁରା କମିଲେ ଏବଂ ସମୟ ଆସିବ ଏ କଳି ଯୁଗର ଶେଷରେ ଏ ଗୋବର୍ଦ୍ଧନ ପୁରା ଭୂମିରେ ଦବିଯିବେ, ଭୂମିରେ ପୋତି ହେଇଯିବେ। ଇଏ ହଉଛି ପୁଲସ୍ତ୍ୟ ଋଷିଙ୍କର ଅଭିଶାପ। ହରେ କୃଷ୍ଣ।